ଗାଣ୍ଡି ଫାଟୁଛି ନା ରେ ଏ ଶୋଆ ଗେଣ୍ଡା ଦଳିଆ ତାଙ୍କର କିଛି କାମ ଧନ୍ଦା ନାହିଁ 24 ବର୍ଷ ହେଲା ଭୁକୁ ନଥିଲେ ଚୁପଚାପ ବସିଥିଲେ ଯେହେତୁ ସରକାର ପଳେଇଛି କଣ କରିବେ ଯୋଉଠି ମାନେ କେନ୍ଦ୍ରାପଡାରେ ଏବେ ଗୋଟେ ଘଟଣା ଘଟିଲା ତାଙ୍କର ଘରେ କଣ ପ୍ରେମ କରିଥିଲେ ବୋଲି ବାସ୍ ଆସିକି ତାଙ୍କର ମରିଗଲେ ତାଙ୍କ ପାଇଁ ସରକାର ଦେଇ ତାପରେ ଆମର ଯୋଉ ବଳଙ୍ଗା କେସ୍ ତାକୁ ପଇସା ପାଇଁ ଦେଖିଲେ ତା ଘରେ ଫ୍ୟାମିଲି ଲୋକ ତାକୁ ମାରି ଦେଇଛନ୍ତି ପ୍ଲାନିଂ କରିକି ଦେଖିଲେ ଏଠି ନା କଣ ମୋହନ ମାଝି ଦାୟୀ ନୁହଁ ଯେତିକି ଗେଣ୍ଡା ଦଳିଆ ଯାଇଥିଲ ସବୁ ଏଠିକି ଏମ୍ସ ଯାଇଥିଲ ଦିଲ୍ଲୀର ଯାଇକି ହେଠି ଆମେ ତ କେହି ହେଠି ନଥିଲୁ ତମେ ଯାଇକି ହେଠି ଜଗେଇଥିଲ ମାନେ ଭଲରେ ଏଠି କଥା ହେଇକି ଗଲା ହେଠି ଯାଇକି ତା ସହିତ ବି କଥା ହେଇଛନ୍ତି ପୋଲିସ ବାବୁ ବି କଥା ହେଇଛନ୍ତି କଥା ହେଇସାରିଲା ପରେ ଖାଇବାକୁ ମାଗୁଛନ୍ତି ସବୁ କରୁଛି ମାନେ ଟିକେ ଜଳି ଯାଇଥିଲା ସିଏ ମରିଗଲା କେମିତି ତାକୁ ତମେ ଚକ୍ରାନ୍ତ କରିକି ମାରିଦେଇଛ କାହିଁକି ମାରିଦେଇଛ ନା ସରକାର ତା ଟିକେ ବଦନାମ ଯେମିତି ମୋହନ ମାଝି ଟିକେ ବଦନାମ ହେବେ ମୋହନ ମାଝି ଗାଦି ଛାଡିବେ ଆବେ ତମେ ଯେତେ ଭୁକି ହେଲେ ବି ଗେଣ୍ଡା ଦଳିଆ ଶୁଣିଥାଅ ମନେ ରଖିଥାଅ ତମେ ଯେତେ ଭୁକି ହେଲେ ବି ମୋହନ ମାଝି ଇସ୍ତଫା ଦବା କଥା ଭୁଲି ଯାଅ ରେ ଆବେ ତମେ ଖେଳ ଖେଳି ଶିଖିଲେ ଆମେ ଖେଳ ବଦଳେଇବା ଶିଖିଛୁ ବୁଝିଲ ନା ଗେଣ୍ଡାଳିଆ ପାଣ୍ଡୁ ପ୍ରେମ ସତେ ଭାରି ନିଆରା ବଲେ ବଲେର ମୁଁ ରାଣୀ ମହୁମାଛି ସେ ଯୋଉ ଝାରସୁଗୁଡାର ଯୋଉ ନବ ଦାସ ମରିଗଲେ ତାକୁ କିଏ ମାରିଛନ୍ତି ତମେ କେବଳ ଗେଣ୍ଡା ଦଳିଆ ସହ ପ୍ଲାନ୍ କରିକି ମାରିଦେଇଛ କାହିଁକି ନା କାଳେ ମୁଖ୍ୟମନ୍ତ୍ରୀ ହେଇଯିବ କି ପଇସା ଅଛି ପଲିଟିକ୍ସ ପାୱାର ଅଛି ତା ପାଖରେ କାଳେ ମୁଖ୍ୟମନ୍ତ୍ରୀ ହେଇଯିବ ସେଥିପାଇଁ ତମେ ପ୍ଲାନ୍ କରିକି ତାକୁ ମାରିଦେଲ ସିଏ କେତେ ଥର ନିଆଁ ଦେଇଥିଲ କେତେ ଥର ଆସିକି ମାଷ୍ଟର କ୍ୟାଣ୍ଟିନରେ ଛିଡା ହେଇଥିଲ ନା ତାଙ୍କ ଘରେ ଯାଇକି ଦେଖା କରିଥିଲ ତାଙ୍କୁ ତାପରେ ତାଙ୍କ ତା ଝିଅ ନବ ଦାସର ଝିଅ ଆଉ ତା ସ୍ତ୍ରୀ ତାଙ୍କ ଫ୍ୟାମିଲି ଲୋକ ସମସ୍ତେ ଆସିକି ମୋହନ ମାଝି ପାଖରେ ଆସିକି ପହଞ୍ଚିଥିଲେ କହିଲେ ଆମକୁ ଦରକାର ନ୍ୟାୟ ଦରକାର ତମ ଦଳ ଲୋକଙ୍କୁ ତମେ ହଉଛି ହେଲ୍ପ କରିପାରୁନ ତମେ ବାହାରେ କି ନ୍ୟାୟ କଥା କହୁଛ ବେ ଆସି ଶଙ୍ଖ ଭବନରେ କଳା କାନବାରେ ଗେଣ୍ଡାଳିଆ ଆମର ଯୋଉ ଅଣ୍ଡା ଦିଦି କହୁଛନ୍ତି 2 କୋଟି ଟଙ୍କା ଦିଅ ଏଇ ଯୋଉ ବାଲେଶ୍ୱର FM କଲେଜ ଝିଅଟାକୁ ସୌମ୍ୟଶ୍ରୀ ଦିଦିକୁ ଆରେ ତମେ କଣ ଚାହୁଁଥିଲ ମାନେ ଟୋଟାଲ ଦେଇ ନଥାନ୍ତେ ତମେ 2 କୋଟି କଣ ଆମର ଯାହା ହଉ 20 ଲକ୍ଷ ନେଇକି ଦେଲେ ତମ ଗାଣ୍ଡିଟା ଫାଟିଗଲା ତମେ ଯେତେବେଳେ ପରି ପିଉ ବେବିନା ଯେତେବେଳେ ସବୁ ମରିଥିଲେ କେତେ ପଇସା ନେଇକି ଦେଇଥିଲ ଭାଇ ତମେ ଯୋଉ ଆମର ଅଣ୍ଡା ଦିଦି ଆସି କହୁଛି 2 କୋଟି ତାଙ୍କୁ ଦବ 2 କୋଟି କେବେ ଜୀବନ ଦେଖିଛୁ ନା ହଉ ଠିକ ଅଛି ଯଦି ତାକୁ 2 କୋଟି ଦିଆହବ କହୁଛୁ ମୁଁ ଅଣ୍ଡା ଦିଦି ଏଇ ଗୋଟେ ପ୍ରଶ୍ନ କରୁଛି ମତେ କାଲି ରାତିର ମୁଁ ଶୋଇଛି ମୁଁ ସଡନଲି ମୋ ନିଦଟା ଭାଙ୍ଗିଗଲା ଉଠିଲା ବେଳକୁ ପରି ପିଉ ବେବିନା ସବୁ ଆସିକି ପହଞ୍ଚିଗଲେ ମୁଁ ନିରେ ଭାଇ କଣ କରିବି ବିଚରା ଆସିକି ମୋ ସାମ୍ନାରେ କଣ ସବୁ ବସି ପଡିଲେ ଆସିକି କାନ୍ଦିଲେ ଆଉ କହିଲେ ସେମାନଙ୍କ ପାଇଁ ନ୍ୟାୟ ମାଗୁଛନ୍ତି ଆମକୁ ବି କଟକ ଭାଇ ଆମକୁ ନ୍ୟାୟ ଦରକାର ଆମକୁ ବି ପଇସା ଦରକାର ତାଙ୍କ ଘରେ ନେଇକି ଟିକେ ଦେଇ ଆସ ରେ ଗେଣ୍ଡାଳିଆ ମାନେ ତମେ ତ ଏତେ ନ୍ୟାୟ ମାଗୁଛ ସେ ଝିଅ ମାନଙ୍କ ନ୍ୟାୟ ଦରକାର ନାହିଁ କି ସେମାନଙ୍କ ଘରେ ନେଇ କିଛି ଦେଇ ଆସ ତମେ କଣ ସବୁ ହଜମ କରିଦେଲ ଦେଖିଲା ବେଳକୁ ସେ ଝିଅ ମାନଙ୍କୁ ନ୍ୟାୟ ଦରକାର ନାହିଁ ତାଙ୍କୁ ଦିଅ ନେଇକି ଶେଷରେ ମୁଁ ଆଉ ଗୋଟେ କଥା କହିବା ପାଇଁ ଚାହୁଁଛି ମାନେ ମୋ ହୃଦୟ କହିଲା ଟିକେ କହିଦେବି ତମେ ମାନେ ସେମିତି ଖରାପ ଭାବନି କାହିଁକି ନା ତମର ଯେତେବେଳେ 24 ବର୍ଷ ଶାସନ କରିଥିଲେ ତମର ନବୀନ ପଟ୍ଟନାୟକ ଆମର ସେତେବେଳେ କିଏ ତମକୁ କହିଥିଲେ ଇସ୍ତଫା ଦିଅ କି ନା ତମେ ଗାଦି ଛାଡ କେହି କହିଥିଲେ ତମେ ଯେମିତି ଆସିକି ଏବେ ସୋସିଆଲ ମିଡିଆରେ ମରି ଯାଉଛ ସେ ଆମେ ସବୁବେଳେ ସେମିତି ମରୁନଥିଲୁ ନା ଯୋଉଠି କୋଉଠି କାହାର ଝିଅ ବାହା ହେଇପାରୁନି ସେଥିପାଇଁ ମୋହନ ମାଝି ଦାୟୀ କାହା ଝିଅ ପଳେଇଲା କାହା ସାଙ୍ଗର ସେଥିପାଇଁ ମୋହନ ମାଝି ଦାୟୀ କିଏ ବିଷ ଖାଇଲା ମୋହନ ମାଝି ଦାୟୀ କିଏ ହଉଛି ଚାଉଳ ବିକି ପାଇଲାନି ମୋହନ ମାଝି ଦାୟୀ କାହା ଧାନ ବିଲର ବିଷ ପଡିଲାନି ସେଥିପାଇଁ ମୋହନ ମାଝି ଦାୟୀ ମାନେ ଅଲ ଇଣ୍ଡିଆ ସବୁ କାମ ତ କେବଳ ମୋହନ ମାଝି ଦାୟୀ ଆଉ ମାନେ ସିଏ ଯେମିତି ଜଗିକି ବସୁଛନ୍ତି ଆଉ ତାଙ୍କ ଘର ଦୁଆର ମୋର ଯାଇକି ଜଗିକି ବସୁଛନ୍ତି ମୋହନ ମାଝି ପୁରା ତାଙ୍କର ଠିକା ନେଇଛନ୍ତି ସେ କେବଳ ସେ ଯୁଆଡେ ଯିଏ ଯାହା କରିବ ତା ପାଇଁ ଦାୟୀ ହଉଛି କିଏ ନା ମୋହନ ମାଝି ନା ତା ପାଇଁ ଦାୟୀ ହଉଛି ଆମର ମୋହନ ମାଝି ସୁଧୁରି ଯାଓରେ ଗେଣ୍ଡାଳିଆ ଆଉ ଭୁକିବା ବନ୍ଦ କରିକି ପୁରା ଶାନ୍ତିର ପ୍ରତୀକ ରଖ ଟିକେ ଚୁପଚାପ ରୁହରେ ଗେଣ୍ଡାଳିଆ ତମେ କାହିଁକି ଏମିତି ହଉଛ ତମର ତ 2029ର ଅଖା ଗଉଣୀ ନଥିବ ଭୁଲି ଯାଅ ଆଉ ମୁଁ ଆଉ ଗୋଟେ କଥା କହିଦଉଛି ଆଉ ବହୁତ କମ ଦିନରେ ତମ ଦଳ ପୁରା ବିଚ୍ଛିନ୍ନ ହବାର ଯାଉଛି ଆଉ ମୁଁ ଏବେ କହୁଛି ଆଗକୁ ବି କହିବି ଯୋଉ ଦିନ ତମର କଂଗ୍ରେସ ସହିତ ତମର ରାଜଜୋଟକ ପଡିଯିବ ସେଦିନଠୁ ଭୁଲିଯିବ ବିଜେଡି ଗୋଟେ ସରକାର ଥିଲା ବୋଲି ବୁଝିଲ ନା ଗେଣ୍ଡାଳିଆ ଟିକେ ଭଲରେ ମନେ ରଖିଥିବ ରେ ପୁଣି ମନରେ ପଡିଲେ ପୁଣି ମତେ କହିବ କମେଣ୍ଟରେ ଲେଖିଦବ ବୁଝିଲ ନା ସଂଘାସୁର ତତେ ଦୁରୁ ଜୁହାର
ସଂଘାସୁର କଣ ଜାଣିଲ ନା ରେ? ମୋହନ ମାଝି ଆମର ସଂଘାସୁର। ଆଜି ପାଇଁ ଏତିକି ଥାଉ, ନାଟକଟା ଏତିକିରେ ଆଜି ଏଣ୍ଡ କରୁଛି। ଯଦି ପୁଣି ଛଡି ହବ ପୁଣି ଆସିବି, ପୁଣି ନୂଆ ନାଟକ ନେଇକି ଆସିବି, ବୁଝିଲ ନା ରେ ଗେଣ୍ଡାଳିଆ?